ତୁ ତ ମୁତୁରି ମୁଁ ତ ମୁତୁରି କେଶ କାହିଁ ପାଇଁ ଧୋଇବା ଆଲୋ ମୁତୁରି ସାଙ୍ଗ ହେଇକି ଶୋଇବା। ଏଇ କଥାର କହିବାର ରହସ୍ୟ ହଉଛି କି ଆମର ପ୍ଲାଷ୍ଟିକ ବୋତଲ ବ୍ୟାନ୍ ହେଇଯାଇଛି। ଆରେ କୋଉ ମୂର୍ଖାଣ୍ଡିଆ ଲୋକ ଏଇରା ବ୍ୟାନ୍ କରୁଛନ୍ତି ସେଇଟା ତମେ ଜାଣିପାରୁନି। ରିସେଣ୍ଟ ମୋ ନାଁରେ କିଏ ଯଦି କଣ କହିଲା ନାଇଁ ଭାଇ ଇଏ ଏଲିଗେସନ ଦଉଛନ୍ତି। ଆରେ ଭାବ ତମେ 5 କିଲୋମିଟରରେ ଗୋଟେ ଗୋଟେ ପେଟ୍ରୋଲ ପମ୍ପ ତିଆରି କରିପାରିବ କି? ଜାଣିଛ ଓଡିଶାର 60% ଜାଗାରେ ଆଜି ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବହୁତ ସବୁ ଜାଗାରେ ମିଳୁନାହିଁ। ପେଟ୍ରୋଲ ପମ୍ପ ତିଆରି କରିବାର ଦାୟିତ୍ୱ କାହାର? ଗଭର୍ଣ୍ଣମେଣ୍ଟର। ଯଦି ଗଭର୍ଣ୍ଣମେଣ୍ଟର ପେଟ୍ରୋଲ ପମ୍ପ ତିଆରି କରିବାର ଦାୟିତ୍ୱ ନାହିଁ ତାହେଲେ ଏଇ ଆଗଳାମୀ ବୁଦ୍ଧି କରିବାର ଦାୟିତ୍ୱ କିଏ ଦେଲା? ଆରେ ଭାଇ କିଏ ବ୍ଲେଡ ପାତରେ ମରାମରି ହେଇକି ମରିଯାଆନ୍ତା ବ୍ଲେଡ ପାତ ବନ୍ଦ କରିଦବ। କିଏ ସାର ଖାଇକି ମରିଯାଉଛି ସାର ବନ୍ଦ କରିଦବ। କିଏ ଦାନାଦାର ଖାଇକି ମରିଯାଉଛି ଦାନାଦାର ବନ୍ଦ କରିଦବ। ଆରେ ମୂର୍ଖାଣ୍ଡିଆ ପେଟ୍ରୋଲ କଣ ସିଏ କହୁଛନ୍ତି କି ନାଇଁ ଆମର କଣ ହେଲା କି ପେଟ୍ରୋଲ ଖାଇକି ମାନେ ପେଟ୍ରୋଲ ଲୋକ ଜାଳି ହେଇକି ମରିଯାଆନ୍ତି କିମ୍ବା କିଏ ନେଇଯାଆନ୍ତି ବୋଲେ ପେଟ୍ରୋଲକୁ ବନ୍ଦ କରିଦେଲ। ଆରେ ତା କଥା ଛାଡ କିଏ ଯଦି ଗାଡି ଭିତରୁ ପେଟ୍ରୋଲ କାଢିକି ବୋତଲ ବୁଲିଲା ସେକେଣ୍ଡ କଥା ମନା କରୁଛ କେହି ବୋତଲ ନେଇପାରିବନି। ଆରେ ଜାଣିଛ ଯେତେ ପର୍ଯ୍ୟନ୍ତ ଜାଗା ଅଛି ଯାହା ଅଛି 60% ପାଖାପାଖି ଲୋକ ପାଖରେ ଜାଗା ମାନେ ଟାଙ୍କି ନାହିଁ। ତେଣୁ ସେମାନେ ପେଟ୍ରୋଲ ସେ ବୋତଲ ହିଁ ନଉଛନ୍ତି। ଗାଡିରେ ଗୋଟେ ତେଲ ସରିଗଲା ଗୋଟେ ଲୋକ 5 କିଲୋମିଟର ପରେ ଅଛି ପେଟ୍ରୋଲ ଟାଙ୍କି ସେ କଣ କରିବ? ଆରେ ଯୋଉଗୁରା କରିବା କଥା ତ ଯିଏ ଯଦି ଦୋଷ କରୁଛି ତାକୁ ଦଣ୍ଡ ଦେଇ ପାରୁନ ପ୍ରଥମ କଥା। ସେକେଣ୍ଡ କଥା ଯିଏ ଭୁଲ କରୁଛି ତାକୁ ତମେ ଦଣ୍ଡ ଦେଇପାରୁନ। ଯୋଉଟା ଉପଯୁକ୍ତ ଶାସ୍ତି ତାକୁ ଦେଇପାରୁନ। ଏଇ ପାଗଳା ହିଁ ବୁଦ୍ଧି କରିକି ନିଜର ହିଁ କ୍ଷତି ତମେ କରୁଛ ଆଉ କାହାର ନୁହଁ। ଏବେ ଏଇ କାର୍ଯ୍ୟଟି କିଏ କରୁଛନ୍ତି ଯୋଗାଣ ମନ୍ତ୍ରୀ ସେକେଣ୍ଡ ହଉଛନ୍ତି ଆମର ଅଲ ଆମର ଏଇ ପେଟ୍ରୋଲ ସଂଘ ଯୋଉ କି ଆସୋସିଏସନ ଯାହାବି ହଉ। ତାହେଲେ ଗୋଟେ କାମ କରିବେ ମଦଟାକୁ ବ୍ୟାନ୍ କରିଦେବେ। ଓଡିଶାରେ ମଦ ବ୍ୟାନ୍ କଲେ କଣ ହବ? ସବୁଦିନ ଆକ୍ସିଡେଣ୍ଟ ହଉଛି ଗାଡି ଓଡିଶାରେ ନୁହଁ ଅଲ ଇଣ୍ଡିଆରେ। ଓଡିଶାର କଥା ଛାଡ ଓଡିଶାରେ ସବୁଦିନ ଆକ୍ସିଡେଣ୍ଟ ହଉଛି ମଦ ବ୍ୟାନ୍ କରିଦବ। କଣ ପାଇଁ ସେଥିରେ ଆସୁଛି ପଇସା। ଏଥିରେ ଦିଟା କାମ ଜାଣିଛନ୍ତି ଆର ମୂଳ ଲକ୍ଷ୍ୟ ହଉଛି ଦିଟା ଯୋଉ ଏଇ ପେଟ୍ରୋଲ ବ୍ୟାନ୍ କରୁଛନ୍ତି। ପ୍ରଥମ କଥା ବିନା ଲାଇସେନ୍ସ ରେ ପେଟ୍ରୋଲ ବିକୁଛନ୍ତି ଲାଇସେନ୍ସ ନଥିଲେ ସେ 5-10 ଟଙ୍କା ଅଧିକା ବିକୁଛନ୍ତି। କହିବେ ନାଇଁ ସେମାନେ ବିକି ପାରିବେନି ଆଉ ବିକି ପାରିବେନି ତ ତମେ ଗୋଟେ ଗୋଟେ ଟାଙ୍କି ଖୋଲି ଦେଇକି ବସ। ହଁ ସବୁ ମନ୍ତ୍ରୀ ମାନଙ୍କୁ ଡାକିଦବ ସେମାନେ ତେଲ ଦେବେ। 100 ଟଙ୍କା 120 ଟଙ୍କାରେ ପେଟ୍ରୋଲ ସିଏ ଦେବେ। ପେଟ୍ରୋଲ ଦେବେ ପେଟ୍ରୋଲ ନୁହଁ ପେଟ୍ରୋଲ। ମୁଁ କୋଉ ବିଜେପି ସପୋର୍ଟ ନୁହଁ କି ବିଜେଡି ସପୋର୍ଟର ନୁହଁ କି କାହାର ମୁଁ ଶତ୍ରୁ ନୁହଁ। ଭାଇ ଯୋଉଟା ରିଆଲିଟି ସେଇଟା ଆମେ କହିବା। ମତେ କହିବେ ସବୁ 5 କିଲୋମିଟରରେ ଗୋଟେ ଗୋଟେ ପେଟ୍ରୋଲ ପମ୍ପ ତିଆରି କରିଥାନ୍ତ ତାପରେ ନ କରିଥାନ୍ତ ବୋଟଲ ବ୍ୟାନ୍। ସେଇଦିନ ଆମେ ଜାଣିଥାନ୍ତୁ କି ନାଇଁ ଗୋଟେ ଭଲ ସରକାର ଆସିଲା ଆମର ଗୋଟେ କଥାଟା ଯୋଉଟା କି କଲା। ଏମିତିଆ ପାଗଳାମି ବୁଦ୍ଧି କଲେ କେହି ତାକୁ ମାନିବେନି। ବେକାରଟାରେ ଯଦି କହିବା କି ଏଠି ଯଦି ରୋଷ୍ଟ ତ କହିପାରିବାନି ଗୋଟେ କୁହନ୍ତିନି ଆମର କଥା ମାନିଲାନି ସେଇଟା ହଉଛି ସେଇଟା ଉଲ୍ଲଂଘନ ଖୁଲମ ଖୁଲା ହବ ଜାଣ। ଏଇ ଯୋଉ ଆଇନ ସେ କରିଛନ୍ତି କି ଯାହା ଗୋଟେ ବ୍ୟବସ୍ଥା କରିଛନ୍ତି ଏଇଟା ଖୁଲମ ଖୁଲା ଉଲ୍ଲଂଘନ ହବ। ଉଲ୍ଲଂଘନ କଣ ଏଇଟା ଆମର ମଜବୁରି ପେଟ୍ରୋଲ ବୋତଲରେ ନବାଟା ଆମର ଗୋଟେ ସୌକର୍ଯ୍ୟ ନୁହଁ। କି ଆମେ ପେଟ୍ରୋଲ ବୋତଲରେ ନେଇକି ଯାଉଛେ ଏଇଟା ଆମର ମଜବୁରି। କଣ ପାଇଁ ଆମ ଘରଠୁ 15 କିଲୋମିଟର କି 20 କିଲୋମିଟର 15 କିଲୋମିଟରରେ ଆମର ଅଛି ପେଟ୍ରୋଲ ପମ୍ପ ଗାଡିଟା ତେଲ ସରିଯାଇଛି କେମିତି ଆଣିବୁ? ସବୁ ଦୋକାନ ଗୁଡାକ ଯେତିକ ଦୋକାନ ଗାଁରେ ବିକୁଛନ୍ତି ସମସ୍ତେ ପେଟ୍ରୋଲ ବୋଟଲରେ ବିକୁଛନ୍ତି ତାକୁ ବନ୍ଦ କରିଦିଅ। ଭାଇ ତାଙ୍କର 2 ପଇସା ଲାଭ ହଉଛି ଆମ ବି ଖୁସି କଣ ପାଇଁ ଆମେ ଏତେ ବାଟ ଯାଇପାରିବୁନି ଖୋଲା କଥା ଭାଇ। କାହିଁ ଏତା ମୂର୍ଖାଣ୍ଡିଆ ଶାସନ କରିକି ନିଜକୁ ନିଜେ ବଦନାମ କରୁଛ। ସପୋର୍ଟ ଲେଖିଦିଅ ଯଦି ଆମର କିଛି କରିବାର କଥା ଆମେ ତ ଡାଇରେକ୍ଟ କାହା କହିପାରିବାନି ଭାଇ ରାଲି କରୁଛନ୍ତି। ଆଜିକାଲି ଲୋକ ରାଲି କରିବାର ଅର୍ଥ ଏଇଟା ଦିଟା ମତେ ଜଣା ପଡୁଛି କି ଗଭର୍ଣ୍ଣମେଣ୍ଟ ଲୋକଙ୍କ କଥା ଶୁଣୁନି 5 ବର୍ଷ ପାଇଁ ମୁଣ୍ଡ ବିକି ଦେଇଛନ୍ତି ଭୋଟ ଦେଇନାହାନ୍ତି ତ ମୁଣ୍ଡ ବିକି ଦେଇଛନ୍ତି। ପଇସା ପତ୍ର ନେଇ କରୁଛନ୍ତି ସେଇଟା ଅଲଗା କଥା ଭାଇ ଆଲସ କି ଆପଣା ମତ ଆପେ ରଖି ତେଣୁ ଯିଏ ଯାହା କରୁଛି ନିଜ ପାଇଁ କିନ୍ତୁ ଗୋଟେ ଟ୍ରେଣ୍ଡ ଆଣିବା ଯୋଉଥିରେ ରାଲି ତ ଛାଡନ୍ତୁ ରାଲି କଲେ କାହାର ଲାଭ ହବନି କାହାର କ୍ଷତି ହବ ଖାଲି ଲସ୍ ହିଁ ହବ ଲାଭ କାହାର ହବନି। ଏଠି ଆମେ କିଛି ଏକ୍ସଟ୍ରା ମଡର୍ଣ ଟାଇପ ରେ କାମ କଲେ ଆମେ ମେ ବି ଆଗକୁ କିଛି ଗୋଟେ ପରିଚୟର ସୃଷ୍ଟି କରିପାରିବା। ଯେମିତି କି କଥା ହଉ ଆମର ଆଜି ସୋସିଆଲ ମିଡିଆରେ ମନ୍ତ୍ରୀ ମାନେ ଅଧିକା ଅଛନ୍ତି। ସୋସିଆଲ ମିଡିଆରେ କହିଲେ ଏକ୍ସରେ ଅଛନ୍ତି। ଟ୍ୱିଟର ବା ଏକ୍ସରେ ଅଛନ୍ତି ତେଣୁ ଏକ୍ସରେ ଗୋଟେ ବୋଟଲକୁ ନେଇକି ବା ଆମର ବୋତଲ ବନ୍ଦ ପାଇଁ କିଛି ଗୋଟେ ଟ୍ୱିଟ୍ କରିଦିଅନ୍ତୁ କି ୟୁଜ ବୋଟଲ ଇନ ପେଟ୍ରୋଲ ବା ଏମିତି କିଛି ଆପଣ ଟ୍ରେଣ୍ଡ କରିପାରିବେ ଯାହା ପାଇଁ ଆମର କଣ କି ଟିକେ ସରକାରଙ୍କର ଯଦି କାନ ରୁ ସିଏ ତାଙ୍କର ଅସନା କାଢିକି ଶୁଣି ପାରିବେ ତାହେଲେ ବହୁତ ବଢିଆ କଥା। ଭାଇ ଏମିତିଆ କଣ ପାଗଳ ଭଳିଆ ବୁଦ୍ଧି ଆଣୁଛନ୍ତି ସେଇଟା ମୁଁ ବି ଜାଣିପାରୁନି। ଆପଣଙ୍କର କହିବାର ଅର୍ଥ ଏଠି କଣ କି ଆପଣ କଣ ଚାହୁଁଛନ୍ତି ସେଇଟା ନିଶ୍ଚିତ ଭାବରେ ଆପଣ କମେଣ୍ଟ ବକ୍ସରେ ଦେଇପାରିବେ। ନିଶ୍ଚିତ ଭାବରେ ଆମେ ଆଗକୁ କିଛି ବଡ କରିବାକୁ ଯାଉଅଛେ
जोटा कि चैनल पे नुह एई कामटा जदि बंद होइक रहिला सेथिपई कहबे बडर का अर्थ कि देखिबा साम दाम दंड भेद चाणक्य चारिटा जिनिस कहते चारिटा अनुसार आम शासन को भी परिवर्तन कर तेणु एकजुट हूँ एकत्रित हूँ एकतार ही बल जदि एकजुट हेबेनी ताहले आज सरकार कि काली सरकार जीए सरकार आसीव जीव किंतु एठी आम एका ही जीवा आ सबू भाई खोल को करके से नंडा कर सबू सरकार तेणु डायरेक्ट भाई एमितिया सब शासन करंतु नाही कि आपणकर मतामत कौन ए दर्शेबे आम यहाँ पार्ट भिडियो आनले जदि ए भल भल पाइबा आसला ताले सेकेंड आम आनीपर कि जदि आमर आप कौन कर सो एतिकी ही थिला। जय जगन्नाथ, जय हिंद, जय भारत।